रहस्य पुरुषोत्तमस्य देवो न जानाति कृत मनुष्य क्षेत्राणां सर्वक्षेत्राणां राजा श्री पुरुषोत्तम देवानां सर्वदेवानां राजा श्री पुरुषोत्तम पुरुषोत्तम जगन्नाथ को पुरुषोत्तम शिशु अनंत को बलिया प्रणाम जनाऊँगी। पुरुषोत्तमंकर पाद तले समग्र विश्व और राष्ट्र को समर्पण करुच्ची। समस्ते भलरे रुहंतु अर्थात सर्वे भवन्तु सुखिनः। गतकाली संध्यारे दुईटी शब्द उपरे दुई चारोटी धार्मिक शब्द उपरे किछि कहिथिली। से कथा को किए क्यों भली भाव नहीं बुझीथिबे सेटा अलगा कथा, किंतु जाति कहिले गोटे जाति, से जाति होउची मानव जाति। मानव जाति चारि भागरे विभक्त हेले ताकू किए कले ना मानव माने ही करथिले। जथा हिंदू मानकर ब्राह्मण क्षत्रिय वैश्य शूद्र ये जातिवादटा अन्य धर्म बा मत भीतर नहीं, किंतु अनुसंधान कले जना पड़े ये चारोटी जाति सबु धर्म भितर अछंती ना ताकर अलगा। धरंतु ख्रिस्टियान मानकर जो माने चर्चर सेवक से ब्राह्मण, जो माने धर्म को रक्षा करिसेंती बा धर्मर प्रचार करुचंती से माने होचंती क्षत्रिय। जो माने धर्मटा केमिति रहिबो तापई अर्थ बा अन्यान्य कर्म उदाहरण माने संग्रह करुचंती से माने होचंती वैश्य। शूद्र जो मानकू नकिली मनरे हो असली मनरे हो से मानकू सेवा करुचंती से माने होचंती शूद्र। आमे भी देखिचु अनेक हिंदू अनुष्ठान रे लेपर्सी माने माने अछंती तांकू सेवा करिया पई हिंदू मानकर स्वेच्छासेवक माने से माने जाती औषध पत्र दियंती, किंतु खंडिया मंडिया सफा करिया को राजी हंती नहीं। किंतु ये ख्रिस्टियान माने से माने जाती से औषध दियंती कि नहीं संदेह, किंतु तांको परिष्कार परिच्छन्न करवा होची तांकर काम। तेणु ये बुझा पड़ुची ब्राह्मण क्षत्रिय वैश्य शूद्र ये ख्रिस्टियान मान के भीतर अच्छी। मुसलमान मान के भीतर मौलवी मान होचंती ब्राह्मण, क्षत्रिय होचंती जो माने तांको देश बा धर्म को रक्षा करिया पई
ମାନେ ସାହସ ବା ବଳ ସନ୍ତରଣ କରୁଛନ୍ତି ସେମାନେ କ୍ଷତ୍ରିୟ। ଯେଉଁମାନେ ବୁଲିକିରି ପ୍ରଚାର କରୁଛନ୍ତି, ମୁଁ ତ ଶୁଣିଛି ଦେଖିନି, ମୋତେ କେହି କହିନାହାନ୍ତି, ମୁଁ ଖାଲି ଶୁଣୁଛି ଯେ କେବଳ ଇସଲାମିକ ଯେଉଁମାନେ ନୁହନ୍ତି ସେମାନେ ହେଉଛନ୍ତି କାଫେର ବା ଅସୁର, ତାଙ୍କୁ ମାର। ଇଏ କଥାଟା ଯିଏ କରୁଛନ୍ତି ତାଙ୍କ ଜାତିରେ ସେ ହେଉଛନ୍ତି ବୈଶ୍ୟ। ତାପରେ ଯେଉଁମାନେ ସବୁ ଜାତି ଭିତରେ ଗୋଟେ ସେବା, ପାରିବାରିକ ଜୀବନର ସେବା ହେଉ, ରାଷ୍ଟ୍ରୀୟ ସେବା ହେଉ, ଯେଉଁମାନେ କରୁଛନ୍ତି ସେମାନେ ଶୂଦ୍ର। ସେଇଭଳି ଏମିତି କୌଣସି ଗୋଟେ ଧର୍ମ ନାହିଁ କି ଏମିତି କୌଣସି ଗୋଟିଏ ଦେଶ ନାହିଁ ଯେଉଁ ଦେଶରେ ବା ଧର୍ମରେ ଇଏ ଚାରି ବର୍ଣ୍ଣ ନାହାନ୍ତି। ସେଥିପାଇଁ ଗୀତାରେ କହିଲେ ଚତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟା ଗୁଣ କର୍ମ ବିଭାଗ। ଭଗବାନ ଏସବୁକୁ ଜମା ସୃଷ୍ଟି କରିନାହାନ୍ତି କି କରିନଥିଲେ। ସିଏ ସୃଷ୍ଟି କରିଥିଲେ ମାନବ ଜାତିକୁ। କଥିତ ଅଛି ପ୍ରଥମ ସନ୍ତାନର ନାଁ ହେଉଛି ମନୁ। ଏ ଯେଉଁ ମନୁସ୍ମୃତି ଆମର ହିନ୍ଦୁମାନେ ପଢ଼ନ୍ତି ସେ ନୁହେଁ, ମନୁ। ଏବଂ ଇସଲାମ ମାନେ କହନ୍ତି ପ୍ରଥମ ସନ୍ତାନର ନାମ ହେଉଛି ଆଦମୀ। ସିଏ ମନୁ ହୁଅନ୍ତୁ ଆଦମୀ ହୁଅନ୍ତୁ, ଆମେ ତ ତାକୁ ସବୁ ଦେଖିନୁ, ତଥାପି ଗୋଟେ କଥାଟା ଆମର ଏମିତି ପ୍ରଚଳନ ଅଛି। ମନୁଙ୍କର ନାମ ଅନୁଯାୟୀ ଏ ଜାତିର ନାମ ହେଲା ମାନବ ବା ମନୁଷ୍ୟ ସମାଜ। ଏଇ ଯେଉଁ ଜାତି ଗୁଡ଼ିକ ସୃଷ୍ଟି ହେଲା, କାହିଁକି ସୃଷ୍ଟି ହେଲା? ଧରାଯାଉ ଗୋଟିଏ ଯୁଗ୍ମ ପରିବାର ଥିଲା, ତାଙ୍କର 4ଟି ଭାଇ ଥିଲେ। ସମସ୍ତେ ଏକାଠି ଖାଇ ପିଇ ବାପା ମା ଥିବା ପର୍ଯ୍ୟନ୍ତ ଏକାଠି ଗୋଟିଏ ହାଣ୍ଡିରେ ଖାଉଥିଲେ। ବାପା ମା ଚାଲିଗଲେ, ଏମାନେ ବାହାସାହା ହେଇଗଲେ, ତାଙ୍କର ସବୁ ପୁଅ ଝିଅ ସ୍ତ୍ରୀ ସବୁ ଆସିଲେ। ସିଏ ସବୁ ଭିତରେ ରହିବାକୁ ପସନ୍ଦ କଲେନି। କିନ୍ତୁ ଆମ ଧର୍ମରେ ଲେଖା ହେଇଛି ସହନା ବବତୁ ସହନୌ ଭୁନକ୍ତୁ ସବୀର୍ଯ୍ୟଂ କରବାବହୈ ତେଜସ୍ୱୀନାଂ ଦଧୀତାମସ୍ତୁ ମା ବିଦ୍ୟାସାମ। ଏ କଥାକୁ ବୁଝୁଛି କିଏ? ତାର ସଂସ୍କୃତରେ ଲେଖା ହେଇଛି। ତେଣୁ ସେମାନେ କହିଲେ ନାଇଁ, ଆମେ ଆଉ ଏକାଠି ରହିବାନି, ଭିନେ ହେଇଯିବା। ଯଦି ସେମାନେ ଭିନେ ହୁଅନ୍ତି, ଭିନେ ହେବା ପରେ ବି ଯଦି ସମ୍ପର୍କ ଠିକ୍ ରହେ, ତାହେଲେ ସେ ଭିନ୍ନ ହେବାର କିଛି ଖରାପ ନୁହେଁ। ସେମିତିଆ ଭିନ୍ନ ହେବା ଦରକାର। ଯିଏ ଯେଉଁଠି ରହିଲେ ତାଙ୍କ ବାଟରେ ରହିଲେ, ପରସ୍ପରକୁ ଦୁଃଖ ସୁଖରେ ସମଭାଗୀ ହେଲେ। ଠିକ୍ ସେହିପରି ଅନେକ ଧର୍ମ, ଅନେକ ମତ, ଅନେକ ପନ୍ଥ ସୃଷ୍ଟି ହେଲା। ସମଗ୍ର ମାନବ ସମାଜକୁ ଏଠି ଖଣ୍ଡ ବିଖଣ୍ଡ କରିଦିଆହେଲା। ଆମେ କହିଲୁ ଆମେ ସନାତନ। ସନାତନ ଧର୍ମଧାରାକୁ ଯିଏ ଭଲ ପାଇଲାନି, ସେ କହିଲା ଆମ ବୁଦ୍ଧ, କିଏ କହିଲା ଜୈନ, କିଏ କହିଲା ଇସଲାମ, କିଏ କହିଲା ଖ୍ରୀଷ୍ଟିଆନ। ଯେ କାହିଁକି ସେସବୁ ମହାପୁରୁଷମାନେ, କିଏ କହିଲେ ବୁଦ୍ଧ, କିଏ କହିଲେ ଜୈନ, ସବୁ ସୃଷ୍ଟି ହେଇଗଲା। ସବୁ ବିଭାଗୀକରଣ ହେଇଗଲା। ସମସ୍ତେ ମାନେ
ନିଜ ନିଜର ନୀତି ନିୟମ ନିର୍ଦ୍ଧାରଣ କଲେ। ଆଜି ଆପଣ ଦେଖିବେ ଟିଭି ପରଦାରେ ମୁଁ ଦେଖୁଥିଲି ବସି ଭାରତର ପ୍ରଧାନମନ୍ତ୍ରୀ ସୈନିକମାନଙ୍କୁ ଦେଖା କରିବାକୁ ଯାଇଥିଲେ ବା ତାଙ୍କୁ ଗୋଟେ ଅଭିନନ୍ଦନ ଜଣାଇବାକୁ ଯାଇଥିଲେ। ଗଲେ ଗୋଟେ ପ୍ଲେନ୍ରେ ଗଲେ, ପ୍ଲେନ୍ରେ ଓହ୍ଲେଇଲେ, ସମସ୍ତଙ୍କ ସହିତ ହ୍ୟାଣ୍ଡସେକ୍ କଲେ, ସେମାନଙ୍କୁ କ'ଣ ଗୋଟେ ବୁଝେଇଲେ, ସେ ଗଲେ। ତାପରେ ଦେଖାଗଲା ଠିକ୍ କିଛି ଘଣ୍ଟା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଗଲେ ତାଙ୍କ ସୈନ୍ୟମାନଙ୍କୁ କହିବା ପାଇଁ। ସେ କେଉଁଥିରେ ଗଲେ କେଜାଣି ଦେଖାପଡ଼ୁନି, କିନ୍ତୁ ଏଗୁলো କ'ଣ ତାଙ୍କର ନା କ'ଣ ଯୁଦ୍ଧରେ ଯେଉଁ ବ୍ୟବହାର ହୁଏ ତାରି ଉପରେ ଚଢ଼ିକିରି କ'ଣ ଭାଷଣ ଦେଲେ। ତେଣୁ ସବୁବେଳେ ଧର୍ମଟା ବିବାଦମାନ ଭିତରେ ରହିବା ଉଚିତ ନୁହେଁ। ଧର୍ମ ପୁରା ଉନ୍ମୁକ୍ତ, ସିଏ ପୁରା ଖୋଲା ମନ ହୃଦୟର କଥା। ସିଏ ଏମିତି ଗଲା, ମୁଁ ଏମିତି କଲି, ସେଗୁଡ଼ା କେବେ ବି ହୁଏନି। ତେଣୁ ଏଠି ଯେଉଁ ଧର୍ମ ଗୁଡ଼ିକ ସୃଷ୍ଟି କରାଗଲା ହେଲା, ନିଜ ନିଜର ମତ ସମସ୍ତେ ରଖିଲେ। ଜଣେ କହିଲା ଆମେ ଗୋଟେ ଫିଷ୍ଟ କରିବା, ଠାକୁରଙ୍କୁ ନୈବେଦ୍ୟ କରିବା, ଆଉ ତାଙ୍କର ଭାତ ଡାଲମା କ୍ଷୀରି ସବୁ ହେଲା। ଏତିକି ବେଳେ ଯେଉଁ ଗଛ ମୂଳେ ରୋଷେଇ ହେଉଥିଲା, ସେ ଗଛ ମୂଳେ ଗୋଟେ କାଉ ବଇଥିଲା, ସେ ଟିକେ ମଳତ୍ୟାଗ କଲା। ଆଙ୍କ ମୁଣ୍ଡରେ ପଶିଗଲା ଯେ ଏଇଟା କ'ଣ, ଏଇଟା କ'ଣ କରିବା, ଏଇଟା କ'ଣ ଭୋଗ ହେବ? ତାଙ୍କ ଭିତରେ କିଏ ହେଉଛୁ ଅନ୍ୟମାନେ କହିଲେ ନା ଏଇଟା ଭୋଗ ଯୋଗ୍ୟ ନୁହଁ, ଏଇଟା ପାଣିରେ ଉଜେଇ ଦିଅ, ପୁଣି ଆମେ ତାକୁ ମାଛ କଇଁଛ ଖାଇବେ, ଆମେ ଆଉ ଥରେ ଖେଚୁଡ଼ି କରିଦେବା, ସେଇଟାକୁ ଆଉ ଭୋଗ କରିବାନି। ଏମିତି ସେ ତାଙ୍କର ଚାଲିଗଲା ପରେ ଆଉ ଗୋଟିଏ ଦଳ ଆସି ସେ ବି ଗୋଟେ ଫିଷ୍ଟ କଲେ, ତାଙ୍କର ବି ଗୋଟେ କାଉ ମଳତ୍ୟାଗ କଲା। ସେ ପଚାରିଲେ ଆମେ କ'ଣ କରିବା, ଏଇଟା ନୈବେଦ୍ୟ କରିବା କି ନାହିଁ? ତାପରେ ତାଙ୍କ ଭିତରେ କଥା ହେଲା, ହିନ୍ଦୁମାନେ କ'ଣ କରୁଛନ୍ତି ତାଙ୍କୁ ପଚାରିକିରି ଆସ। ସେ ଚାଲାଖିରେ ପଚାରିବ, ସେ ଚାଲାଖିରେ ପଚାରିଲେ, ସେ କହିଲେ ଆମର ସେଟା ଭୋଗ ହେଲାନି, ଆମେ ପାଣିରେ ବୁଝେଇଦେଲୁ। ଇଏ ଆସି ଯେତେବେଳେ ସେଇ ଖବର ଦେଲା, ଏମାନେ ବି କହିଲେ ଆମେ ବି ଭୋଗ, ଆମେ ଏଇଟାକୁ ନିଶ୍ଚିତ ଭୋଗ କରିବୁ, ଆମ ଠାକୁର କିନ୍ତୁ ନିଶ୍ଚୟ ଖାଇବେ। ଏମିତିଆ ହିଂସା, ବାଦ, କପଟତା, ପ୍ରତିଯୋଗିତାକୁ ନେଇ ଧର୍ମ ଏମାନଙ୍କୁ କ୍ଷମା ଦେବ ତ? ସ୍ୱଧର୍ମେ ନିଧନଂ ଶ୍ରେୟ ପରଧର୍ମ ଭୟାବ, ଯଦିଓ ବି ଲେଖା ହେଇଛି, କିନ୍ତୁ ସେ ସ୍ୱଧର୍ମଟା କ'ଣ? ବ୍ରାହ୍ମଣ ବ୍ରାହ୍ମଣର ଧର୍ମ କରିବ। ଏଠି କର୍ମଟାକୁ ଧର୍ମ ନାମରେ ନାମିତ କରାଯାଇଛି। ତେଣୁ ବର୍ତ୍ତମାନ ସମାଜରେ ଏଇ ମତବାଦ ସଂକୀର୍ଣ୍ଣତା ଦିନକୁ ଦିନ ଅତି ଉର୍ବର ହେଇ ଉଠିଲାଣି, ଯେଉଁଟାକି ଖାଲି ବାଘର ଫାଗକୁ ଭଳିଆ ଖାଲି ଅଳ୍ପକେ ରକ୍ଷା ହେଇଯାଉଛି। କାଲି ମୁଁ କହିଥିଲି ପାକ୍ କହିଲେ ପବିତ୍ର, ତେଣୁ ପାକିସ୍ତାନ ଗୋଟେ ପବିତ୍ର ସ୍ଥାନ। ତେବେ ପବିତ୍ରଟା କ'ଣ? କାଲି ସେ ଭିତରେ କହିଛି କେଉଁଟା ପବିତ୍ର? ଗାଈ କାଟିବା ପବିତ୍ର କି ଛେଳି କାଟିବା ପବିତ୍ର କି ମାନେ କ'ଣ ମଣିଷକୁ ହାଣିବା ପବିତ୍ର? କେଉଁ ଗୋଟାକ ପବିତ୍ର ବୋଲି ନାଁ ଦିଆଗଲା। କିନ୍ତୁ ପବିତ୍ର ଶବ୍ଦ ପାଖରେ ସେ ଅଟଳ ରହିଛି। ଏ ଦୁଷ୍କର୍ମ ଏଇମାନେ କେବଳ ଜାନୁଆରଙ୍କ ଭଳି ଏମାନେ ଦୁଷ୍କର୍ମ କରିଚାଲିଛନ୍ତି ଏବଂ ଦ୍ୱାହି ଦେଉଛନ୍ତି ଆମେ ଆଲ୍ଲାହଙ୍କ ନିର୍ଦ୍ଦେଶରେ କରୁଛୁ। ସେମିତି ହିନ୍ଦୁମାନେ
ଏମାନେ ଏମିତି ଜୀବ ହିଂସା କରୁଛନ୍ତି। ସେ ଅମକ ଠାକୁରାଣୀ ବଳି ଖାଇବେ, ସେ ଅମକ ଏମିତି କରୁଛନ୍ତି। ନିଜେ ଖାଇବେ ବୋଲି ଗୋଟେ ରଙ୍ଗ ଲଗେଇଛନ୍ତି। ତେଣୁ ଏମାନେ ମଧ୍ୟ ତ୍ରାହି ପାଇବେ ନାହିଁ। ଖ୍ରୀଷ୍ଟିଆନ ମାନେ ସୁନା ମୁଦିଟିଏ ହଜିଲା, ଯୀଶୁଖ୍ରୀଷ୍ଟ ମହାପୁରୁଷ ବସିଛନ୍ତି। ସମସ୍ତେ କହିଲେ କ'ଣ ତାଙ୍କୁ ଡାକନ୍ତି କେଜାଣି। ଯୀଶୁକୁ କହିଲେ ସୁନା ମୁଦିଟା ହଜିଲା। ନା ସୁନା ମୁଦିଟା ହଜିଲା ତାହେଲେ ଆଉ କ'ଣ କରିବା, ଟିକେ ବସି ଈଶ୍ୱରଙ୍କୁ କାଳେ ପ୍ରାର୍ଥନା କଲେ। କିଛି ସମୟ ପରେ ଜଣେ କହିଲା ମାନେ ସୁନା ମୁଦିଟା ମିଳିଗଲା। ଯୀଶୁ ନିଜେ କହିଲେ ମୁଁ ନିଜେ ପଢ଼ିଛି ଏ ବହିଟା, ମୁଁ ନିଜେ ପଢ଼ିଛି। ସେ କହିଲେ ଗୋଟେ କଅଁଳା ବାଛୁରୀ ଆଣ, ତାକୁ ଫିଷ୍ଟ କର। ଏଇ କଥାଟା ପଢ଼ିକିରି ମୁଁ ଆଶ୍ରମ ବାହାରେ ବସିଛି। ସେତେବେଳେ ଛୋଟ ଆଶ୍ରମଟି, ଆମେ ଟିକେ ବସି ବାହାରେ ପବନ ଖାଉ। ଅନୁକୂଳ ଠାକୁରଙ୍କର ଗୋଟେ ସତ୍ସଙ୍ଗଟି ହେଲା। ଆମେ ତ ସବୁ କଥାକୁ ଭଲ ପାଉ। କଥା ପ୍ରସଙ୍ଗ ସେ ଋତିକଙ୍କ ସହିତ ମୋର ଟିକେ ଆଲୋଚନା ହେଲା। ସେ କୋଉ ମୋ କଥା ଗୁଡ଼ାକୁ ସବୁ ସେ କାଟି ପକାଇଲେ। ମାନେ ଜଣେ ବୟସ୍କ ଲୋକ, ମୁଁ ଜଣେ ମୋତେ 19-20 ବର୍ଷ ମାନେ ହେବ, ତାଙ୍କୁ 40-45 ବର୍ଷ, ଏସବୁ କାଟି ପକାଇଲେ। ମୁଁ ସେସବୁ ଖାଲି କହିଲି ତାହେଲେ ଆପଣ କହୁଛନ୍ତି ହିନ୍ଦୁ ଖ୍ରୀଷ୍ଟିଆନ ହେବା ଭଲ କି ମୁସଲମାନ ହେବା ଭଲ, ଏସବୁ ଭଲ, ଗୋମାଂସ ଖାଇବା ବି ଭଲ ନା, ସେଇଟା କେମିତି ହେବ? ଲେଖା ହେଇଛି ନା କେଉଁଠି ଲେଖା ହେଇନି? ବୋଲି ତାହେଲେ ବହି ବାହାର କରିବା। ଆଉ ବୋଲେ ବାବୁ କିଏ ବସିଲେ, ମୁଁ ସେ ବହିଟା ଆଣିଲ, ସେ ବହିଟାର କ'ଣ ଲେଖା ହେଇଛି ପଢ଼ନ୍ତୁ। ଯୀଶୁ କହିଲେ କଅଁଳା ବାଛୁରୀ କାଟିକି ଖାଏ। ଏଇଟା କ'ଣ ହେଉଛି ଧର୍ମ? ଏଇଗୁଡ଼ାକ ଯେଉଁ ଯୀଶୁ ତ୍ୟାଗ, ସେବା ଓ ପ୍ରେମର କଥା କହିଥିଲେ, ଏଇଟା କେଉଁ ପ୍ରକାରର ତ୍ୟାଗ, କେଉଁ ପ୍ରକାରର ପ୍ରେମ, ନା କେଉଁ ପ୍ରକାରର ଏଇଟା କ'ଣ? ସ୍ୱର୍ଗ ଗୋଟେ ଅଛି, ଆମ ହିନ୍ଦୁ ଶାସ୍ତ୍ରରେ ବି ସ୍ୱର୍ଗ ଅଛି। ହତ୍ୟା ବା ପ୍ରାପ୍ସ୍ୟସି ସ୍ୱର୍ଗମ୍ ଜିତ୍ୱା ବା ଭୋକ୍ଷ୍ୟସେ ଭାଇ। ସେ ସ୍ୱର୍ଗ ଶବ୍ଦ ଆମ ମତରେ, ଆଉ କାହା ମତ ହେଉନୁ, ମୋ ମତରେ, ମୁଁ ତ ପୁଣି ଗୋଟେ ମଣିଷ, ମୋର ବି ଗୋଟେ ଚିନ୍ତା ଅଛି, ସେ ଆନନ୍ଦ। ଆଉ ଯେଉଁମାନେ କହୁଛନ୍ତି ସ୍ୱର୍ଗକୁ ଆମେ ଯିବୁ, ସେ ସ୍ୱର୍ଗଟା କେଉଁଠି ଆମକୁ ଠିକଣା ଦିଅନ୍ତୁ, ମୁଁ ଯିବି। ଦରକାର ପଡ଼ିଲେ ମୁଁ ଇସଲାମ ଧର୍ମ ଗ୍ରହଣ କରିବି, ସ୍ୱର୍ଗକୁ ଯିବି। 2-4ଟା ଖଣ୍ଡେ ମଣିଷକୁ ମାରିକିରି ମାରିକିରି ସ୍ୱର୍ଗକୁ ଯିବି। ଆଲ୍ଲାଙ୍କୁ ଟିକେ ଦେଖିବି, ସେତିକାଳେ ମୋତେ ସେ ଶରାବ ଫରାବ ଦେବେ ପିଇବା ପାଇଁ, ପିଇବି। ମୁଁ କାହିଁ ଏଠି ମର୍ତ୍ତ୍ୟରେ ଏଠି ଗୋଟେ ଧନ୍ଦି ହେବି ବସିକି। ସେଇଭଳି ଯୀଶୁଖ୍ରୀଷ୍ଟ, ଯଦି ତୁମେ ଲୋକଙ୍କୁ ଶିଖଉଛ ଧର୍ମ ପରିବର୍ତ୍ତନ କରିଦେଲେ, ହିନ୍ଦୁମାନଙ୍କର ସବୁଯାକ ଗପ ହେଉଛି କାହାଣୀ। ତମ ମା ତମକୁ ଯେଉଁ ମାଆର ଗର୍ଭରୁ ତମେ ଜନ୍ମ ହେଇଛ, ସେଇ ମାଆର ଗର୍ଭରୁ ହିନ୍ଦୁ ସମସ୍ତେ ଜନ୍ମ ହେଇଛନ୍ତି। ତାକୁ କାଟି ଦେଇପାରିବ? ନାକରେ ନିଶ୍ୱାସ ନେବାକୁ କାଟି ଦେଇପାରିବ? ଗୋଡ଼ରେ ଚାଲିବାଟାକୁ କାଟି ଦେଇପାରିବ? ଭୋକ କଲେ ଖାଇବ, ତାକୁ କ'ଣ ମନା କରିଦେବ? କିଛି କଟାକଟି କିଛି ନାହିଁ। କେବଳ ନିଜ ନିଜର ଚାତୁରୀ ଦେଖେଇ, ଭେଳିକି ଦେଖେଇ ଆଜି ବିଶ୍ୱଟାକୁ ଆଜି ହଇଚଇ କରିଦେଉଛନ୍ତି। କେବଳ ଧ୍ୱଂସାସ୍ତ୍ରର ଅହଙ୍କାରକୁ ନେଇ, ତାଙ୍କ ନିଜର ବଳ ବି ନେଇ। ଆଗରୁ ତ ଆପଣ ଦେଖିବେ ଆମ ଓଡ଼ିଶାର ଖୋର୍ଦ୍ଧା ଦେଖିବେ ସେ ଯେଉଁ ଅସ୍ତ୍ର ସବୁ ଉଠଉଥିଲେ, ବକ୍ସି ଜଗବନ୍ଧୁ, ଆମେ ଯାଇ ସବୁ ହାତ ମାରିଛୁ।
ତାକୁ ଟିକେ ଇଞ୍ଚେ ଭଲା ହଲେଇ ପାରୁ, ତାକୁ ପୁଣି ସେ ନେଇକି ଯୁଦ୍ଧ କରୁଥିଲେ। ତାକୁ ଭାବିଲେ ଗପ ଭଳିଆ ଲାଗିବ, କିନ୍ତୁ ଏମାନେ ଯେଉଁମାନେ ମରାମରି କରୁ ଆଙ୍କ ନିଜର କିଛି ନାହିଁ। ଇଏ ଗୋଟେ ବନ୍ଧୁକ, ଛୁରୀ, ଖଣ୍ଡା। ହଁ, ତେଣୁ ଆମର ଭଗବାନଙ୍କୁ ଠାର ହେଉଛି ନମସ୍କାର, ମନନା ଭବ ବଦଭକ୍ତ ବଜାଜି ନମସ୍କାର। ଆଉ କିଛି ଲୋକଙ୍କର ଠାର ହେଉଛି ବେକକୁ କାଟ। ତେଣୁ ଯେ ପର୍ଯ୍ୟନ୍ତ ମଣିଷ ମାନବ ଜାତି ଭିତରୁ ଏ ଚାରି ଜାତି ରହିବ, ଇଏ ଚାରି ଜାତି କର୍ମର ପ୍ରତୀକ, କିନ୍ତୁ ଇଏ କଟାକଟି ହଣାହଣି ଇଏ ବ୍ୟବସ୍ଥା ଯେପର୍ଯ୍ୟନ୍ତ ଇଏ ଆତଙ୍କବାଦ ବିଲୋପ ନ ହେବ ସେ ପର୍ଯ୍ୟନ୍ତ ପୃଥିବୀ ରହିବ, କିନ୍ତୁ ଶାନ୍ତି ମିଳିବ ନାହିଁ। ସେଇ ଶାନ୍ତି ପାଇଁ ମଣିଷର ଜନ୍ମ। ଆପଣମାନେ କଥାଟି ଶୁଣିଲେ, ଆମର ଶିଶୁ ଅନନ୍ତଙ୍କର ଯଜ୍ଞୋତ୍ସବଟି ଶେଷ ହେଲା। ତାପରେ ଆମର ଏଠି ବ୍ରହ୍ମସେବା 7 ଦିନ ହୁଏ। ଆଜି ହେଉଛି ଦ୍ୱିତୀୟ ନା ତୃତୀୟ ଦିନ। 21 ତାରିଖ ଦିନ ଠାକୁରଙ୍କର ପହୁଡ଼ ଖୋଲିବ, ମହାପ୍ରଭୁ ଟିକେ ଅନନ୍ତ ପ୍ରସାଦ ବିତରଣ ହେବ। ସନ୍ଧ୍ୟାକୁ ସାଧୁ ସନ୍ତମାନଙ୍କର ଗୋଟିଏ ସନ୍ଥ ପୂଜନ ହେବ। ଯିଏ ଚାହିଁବେ ସେ ଆସିବେ। ତେଣୁ ଏତିକି କହି କଥାକୁ ଏଇଠି ରଖୁଛି। ପୁଣି ଥରେ ଅଜସ୍ର ମଣିଷମାନଙ୍କର କୋଟି ବିଶ୍ୱର ମୁଁ ନିଜେ ଲେଖିଛି, କୋଟି ବିଶ୍ୱର ପାରିଜାତ ତୁମେ, ବ୍ରହ୍ମରତ ବିଶ୍ୱଜନ। ଯଦି ପ୍ରକୃତରେ ବିଶ୍ୱ ଅନେକ ବିଶ୍ୱ ଥାଏ, ସବୁ ବିଶ୍ୱର ସେ ହେଉଛନ୍ତି ପାଳକ। ସମସ୍ତଙ୍କର ଶାନ୍ତି ପାଇଁ ଆମର ପ୍ରାର୍ଥନା।